କାଲି ବୈକୁଣ୍ଠ ଧାମ ମାଟିରେ ମିଶି ପୁରା ଭଙ୍ଗା ହେଇକି ମାଟିରେ ମିଶିଗଲା। କଣ କହିବେ? ଭାଙ୍ଗିବାରେ ଥିଲା, ଭାଙ୍ଗିଲା। କଣ ଅଛି ବା? ବୈକୁଣ୍ଠ ଧାମର କେଟିଏମ ବାବା ତା ବୋପା ଦି ଜଣ ଯାକ ଭାରି ନାଳୁଆ ପ୍ରକୃତି। ଭଙ୍ଗା ହେଲା ବେଳେ ତା ଭିତରୁ ବହୁ ଅନ୍ତବସ୍ତ୍ର କଣ୍ଡମ ବାହାରିଛି। ସେଗୁଡା କଣ କରୁଥିଲା ବାବା କେଟିଏମ ବାବା କଲେଜରେ ପାଠ ପଢୁଛି, ତା ସାଙ୍ଗରେ ଟୋକରି ଧରି ଖଣ୍ଡଗିରି ପାହାଡରେ ବୁଲୁଛି। ଆଉ ସେଇଠୁ ବୈକୁଣ୍ଠ ଆଶ୍ରମ କେତେ ବାଟ, ତେଣୁ ଯାହାକୁ ପଟେଇଲା ବୁଲେଇଲା ଆଶ୍ରମକୁ ନେଇକି ଚାଲିଲା। ଶଳା ଏମିତି ବେହିଆ ଅଲଜ୍ୟା ଲୋକ ସିଏ। ଶଳା ବାପ ପୁଅ ଦିଟାଙ୍କୁ ଗୋଟାକୁ ମାଇପ କରନ୍ତି। ଶଳାଙ୍କର ଏତେ ଖରାପ ଗୁଣ। ତେଣୁ ସିଏ ଭଙ୍ଗା ନ ହୋଇଥିଲେ ସେଠି ବହୁ କେଳେଙ୍କାରୀ ହେଇଥାନ୍ତା। ପ୍ରବଳ ରାଣ୍ଡି ଦଣ୍ଡା ହଉଥିଲା, ଆହୁରି କେଳେଙ୍କାରୀ ହେଇଥାନ୍ତା। ତେଣୁ ଭାଙ୍ଗି ଦିଆଗଲା। ସରକାର ଭାଙ୍ଗିଦେଲେ, ଭଲ କଲେ। କିନ୍ତୁ ସରକାର ଗୋଟେ ଭୁଲ କଲେ, ସେ ଜାଲିଆକୁ ବାନ୍ଧିଲେନି କାହିଁକି? ମିଛ କାଗଜ ଦେଇ ହାଇକୋର୍ଟକୁ ମିଛ ସତ୍ୟପାଠ ଦେଇଥିଲା। ନା ଜିଏ ଡିପାର୍ଟମେଣ୍ଟ ଚିଠି ଥିଲା, ନା ମାସ ଏଜୁକେସନ ଚିଠି ଥିଲା, ସବୁ ଫର୍ଜରୀ କରି ଦେଇଥିଲା। ତେଣୁ ଭାଙ୍ଗିଦେଲେ ଲାଭ କିଛି ହେଲାନି। ସେ ବାପ ପୁଅ ଦିଟାଙ୍କୁ ବାନ୍ଧିକି ଝାରପଡା ଜେଲରେ ପୁରେଇବାର ଥିଲା। ତେଣୁ ସିଏ ଜାଣିଛନ୍ତି, ଦିଟାଙ୍କ ଜାଣିଥିଲେ ଯେ ଆମର ବହୁ କେଳେଙ୍କାରୀ ଅଛି। ତେଣୁ ଯେତେବେଳେ ଆଶ୍ରମ ଉପରେ ଚଢଉ ହେଲା, ବାପ ପୁଅ ଆଜି ପର୍ଯ୍ୟନ୍ତ ଓଡିଶା ଛାଡି ଫେରୁନାହାନ୍ତି। କିନ୍ତୁ ସେ କେଟିଏମ ବାବାଟା ଗଲାବେଳେ ଯୋଉ ଟୋକଲଟାକୁ ନେଇକି ଯାଇଥିଲା, ସିଏ କୁଆଡେ ଗଲା? ସେ ଟୋକଲର ସନ୍ଧାନ ମିଳୁଛି କି? ମିଳୁନାହିଁ। ତେଣୁ ବାପ ପୁଅ ଦିଟାଙ୍କ ଯାହା ହଉ ଧରିକିରି ଭଲ ନାଟ ତାମସା କେଳେଙ୍କାରୀ କରୁଥିଲେ। ଆଉ ସେ ଗୋଟେ ବଡ କଥା କରୁଥିଲେ, ଯୋଉ ମାଇକିନାଙ୍କର ପିଲା ହଉନଥିଲା ପିଲା କରେଇ ଦଉଥିଲେ। ସେ କି ମେସିନ ରଖିଥିଲେ ପିଲା କରେଇ ଦଉଥିଲେ। ଆଉ ତେଣୁ ଯାହା ହଉ ଗୋଟେ ଭଲ ମେସିନଟେ ସେଠି ରଖିଥିଲେ। ଏଇଟା ଭାଙ୍ଗିଦେବାଟା ଭାରି ଅନ୍ୟାୟ ହେଲା। ତେଣୁ ଆଉ ମାଇକିନା ମାନେ ପିଲା ଜନ୍ମ କରିପାରିବେନି। ଯାହାର ପିଲା ଛୁଆ ହଉନଥିଲା ତାକୁ ବୈକୁଣ୍ଠ ଆଶ୍ରମ ଗଲେ ପିଲା ଛୁଆ ହଉଥିଲା। ବାପ ଜମେ ନଗେଇ ଦଉଥିଲା, ପୁଅ ନଗେଇ ଦଉଥିଲା, ଛୁଆ ରେଡି। ଆଉ ଚାଲ ମାଡି ଚାଲ।